ଆଜିର ପ୍ରଥମ ପ୍ରଶ୍ନ, ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ସ୍ଥାପିତ କିଏ କରିଥିଲେ? ଅପସନ୍ ଏ ପିଙ୍ଗଳି ଭେଙ୍କୟା, ଅପସନ୍ ବି ଡକ୍ଟର ଭୀମରାଓ ଆମ୍ବେଦକର, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ଜବାହରଲାଲ ନେହେରୁ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଡକ୍ଟର ଭୀମରାଓ ଆମ୍ବେଦକର। ଫ୍ରେଣ୍ଡସ୍ ଆପଣମାନେ ଜାଣିଥିବେ ଯାହାକି 1947 ପୂର୍ବରୁ ଯାହାକି ଆମର ତ୍ରିରଙ୍ଗା ପତାକାରେ ଅରଟ ବା ଚରଖା ଲାଗିଥିଲା, ଠିକ୍ ଅଛି। କିନ୍ତୁ ତାପରେ ଯାହାକି ଆମର ଅଶୋକ ଚକ୍ର ସ୍ଥାପିତ ହେଲା। ଦେଖନ୍ତୁ ଯେତେବେଳେ ସେମାନେ ଲେଖିଲେ ଯୋଉଟାକି ଆମର ସମ୍ବିଧାନ, ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ଆଦେଶ କ୍ରମେ ଯାହାକି ଅଶୋକ ଚକ୍ରକୁ ସ୍ଥାପିତ କରାଗଲା ଆମର ତ୍ରିରଙ୍ଗା ପତାକାରେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଭିତରେ ବିଷ ଥାଏ? ଅପସନ୍ ଏ କମଳା, ଅପସନ୍ ବି ସେଓ, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ଅଙ୍ଗୁର। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ସେଓ। ଫ୍ରେଣ୍ଡସ୍ ସେଓର ମଞ୍ଜି ହେଉଛି ଯାହାକି ବିଷ ସଦୃଶ, ଠିକ୍ ଅଛି। ତେବେ ସେଓର ମଞ୍ଜିକୁ ବିଷ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେତୋଟି ସେଓର ମଞ୍ଜି ଖାଇଲେ ମନୁଷ୍ୟ ମରିଯିବ? ଅପସନ୍ ଏ 1ଟି, ଅପସନ୍ ବି 50ଟି, ଅପସନ୍ ସି 100ଟି, ଅପସନ୍ ଡି 150ଟି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 150ଟି। ଫ୍ରେଣ୍ଡସ୍ ଗୋଟିଏ ନୁହଁ କି ଦୁଇଟି ନୁହଁ, ଏହି ସେଓର ମଞ୍ଜି ଖାଇଲେ ମରିଯିବେ। ଯାହାକି 150ରୁ ଅଧିକ ସେଓ ଯଦି ସେଓର ମଞ୍ଜି ଯଦି ଖାଉଛନ୍ତି ତାହେଲେ ମୃତ୍ୟୁବରଣ ହେବ, କାରଣ କମ୍ କମ୍ ମାତ୍ରାରେ ଥାଏ ସେ ମଞ୍ଜିରେ, ଠିକ୍ ଅଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ୟୁଟ୍ୟୁବ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଭାରତ, ଅପସନ୍ ବି ଜାପାନ, ଅପସନ୍ ସି ଇଂଲଣ୍ଡ, ଅପସନ୍ ଡି ଆମେରିକା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଆମେରିକା। ଫ୍ରେଣ୍ଡସ୍ ଆମେ ଏହି ଯେଉଁ ଭିଡ଼ିଓଟି ଦେଖୁଛନ୍ତି ୟୁଟ୍ୟୁବରେ, ତେବେ ସେ ୟୁଟ୍ୟୁବ କମ୍ପାନୀଟି ହେଉଛି ଆମେରିକାର। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ଯୌତୁକ ନେବା ଦେବା ଏକ ଅପରାଧ ଅଟେ? ଅପସନ୍ ଏ ଭାରତ, ଅପସନ୍ ବି ପାକିସ୍ତାନ, ଅପସନ୍ ସି ବାଂଲାଦେଶ, ଅପସନ୍ ଡି ଉପରୋକ୍ତ ସମସ୍ତ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଉପରୋକ୍ତ ସମସ୍ତ। ଯାହାକି ଏସିଆ ମହାଦେଶର ବହୁତ ଦେଶରେ ଯାହାକି ଅପରାଧ ହୋଇଥାଏ ଯଦି ଯୌତୁକ ନେବା ଦେବା କୁହାଯାଏ। ଯେମିତି ଭାରତ ହେଉ, ପାକିସ୍ତାନ ହେଉ, ବାଂଲାଦେଶ ହେଉ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଏହି ସବୁ ଦେଶରେ ଯାହାକି ଅପରାଧ ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟର ଗୋଟିଏ କାନରେ କେତୋଟି ହାଡ଼ ଥାଏ? ଅପସନ୍ ଏ 1ଟି, ଅପସନ୍ ବି 3ଟି, ଅପସନ୍ ସି 5ଟି, ଅପସନ୍ ଡି 7ଟି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି 3ଟି। ଫ୍ରେଣ୍ଡସ୍ ଗୋଟିଏ କାନରେ ଆମର 3ଟି ହାଡ଼ ରହିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ରହିଛି? ଅପସନ୍ ଏ 27ଟି, ଅପସନ୍ ବି 30ଟି, ଅପସନ୍ ସି 29ଟି, ଅପସନ୍ ଡି 28ଟି। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 28ଟି। ଫ୍ରେଣ୍ଡସ୍ ବର୍ତ୍ତମାନ ଆମ ଦେଶରେ 28ଟି ରାଜ୍ୟ ରହିଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତରେ ବର୍ତ୍ତମାନ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି? ଅପସନ୍ ଏ 7ଟି, ଅପସନ୍ ବି 8ଟି, ଅପସନ୍ ସି 9ଟି, ଅପସନ୍ ଡି 28ଟି। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି 8ଟି। ଫ୍ରେଣ୍ଡସ୍ ଭାରତରେ ବର୍ତ୍ତମାନ 8ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ 28ଟି ରାଜ୍ୟ ରହିଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଥଣ୍ଡା ରାଜ୍ୟ କେଉଁଟି? ଅପସନ୍ ଏ ଲଦାଖ, ଅପସନ୍ ବି ଓଡ଼ିଶା, ଅପସନ୍ ସି ଅରୁଣାଚଳ ପ୍ରଦେଶ, ଅପସନ୍ ଡି ହିମାଚଳ ପ୍ରଦେଶ। ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।